ରେଶମୀ ଶାଢ଼ୀର ଝିଅ। ସେତେବେଳେ ମୋର 10 କି 12 ବର୍ଷ ହେବ। ମୁଁ ମୋ ମାମୁଙ୍କ ସହିତ ଝିଅ ଦେଖିବାକୁ ଯାଇଥିଲି। ସାଥିରେ ମୋ ଆଈ ବି ଥିଲେ। ଝିଅ ଘର ଗୋଟେ ମଫସଲ ଗାଁରେ। ଆମେ ଅପରାହ୍ନ 5ଟାରେ ଯାଇ ଝିଅ ଘର ପାଖରେ ପହଞ୍ଚିଗଲୁ। ଆମକୁ ଦେଖି ଝିଅ ଘର ଟିକେ କର୍ମଚଞ୍ଚଳ ହେଇ ଉଠିଲେ। ଖଟିଆଟି ଆଣି ପକେଇଦେଲେ ଆଉ ଆମେ ସମସ୍ତେ ସେଇ ଖଟିଆରେ ବସିଲୁ। ତାପରେ ଥଣ୍ଡା, ପୁଣି ମିଠା, ଫଳ ସବୁ ଆଣି ଆମ ପାଖରେ ବସେଇଦେଲେ ଖାଇବା ପାଇଁ। ହେଲେ ମୋ ମାମୁଁ ଆଉ ଆଈ କିଛି ବି ଖାଇଲେନି। ଟିକେ ବଡ଼ ଲୋକ ପଣିଆ ଦେଖେଇ ହେଲେ। କିନ୍ତୁ ମୁଁ ସେଥିରୁ କିଛି କଟା ହେଇଥିବା ଆମ୍ବ ଖାଇଲି। ତାର କିଛି ସମୟ ପରେ ଗୋଟେ ଝିଅ ଆସିଲା। ପିନ୍ଧିଥିଲା ରେଶମୀ ରଙ୍ଗର ଶାଢ଼ୀଟେ, ଯାହାକୁ ଦେଖିବାକୁ ଆମେ ସମସ୍ତେ ଯାଇଥିଲୁ। ଝିଅଟିକୁ ମୋ ଆଈ ପାଖରେ ବସେଇ ବହୁତ କିଛି ପ୍ରଶ୍ନ ବି କଲେ। ମୁଁ କିନ୍ତୁ ସେ ଫଳ ଖାଇବାରେ ବ୍ୟସ୍ତ ଥିଲି। ମାମୁଁ ଟିକେ ବିରକ୍ତିଭରା ଚାହାଣୀରେ ଚାହୁଁଥିଲେ ବି ମୁଁ ତାଙ୍କଠାରୁ ଦୃଷ୍ଟି ଫେରେଇ କଟା ହେଇଥିବା ମିଠା ଆମ୍ବ ଖାଇବାରେ ବ୍ୟସ୍ତ ଥିଲି। କିଛି ସମୟ ପରେ ଝିଅଟି ଉଠିକି ସେଇଠୁ ଘର ଭିତରକୁ ଚାଲିଗଲା। ଆଉ ଗଲାବେଳେ ମୋତେ ବି ଟାଣି ନେଇଗଲା ତାଙ୍କ ବାଡ଼ିପଟକୁ। ତା ହାତର ସ୍ପର୍ଶ ଖୁବ୍ କୋମଳ ଆଉ ଭାରି ଶିହରଣପୂର୍ଣ୍ଣ। ତାଙ୍କ ବାଡ଼ିପଟେ ଏକ ଅଁଳାକୋଳି ଗଛ ଥିଲା। କୋଳି ତୋଳି ମୋ ହାତରେ ଦେଲା। ମୋ ମୁହଁରେ ଲାଗିଥିବା ଫଳରସକୁ ତା ଶାଢ଼ୀରେ ସେ ପୋଛିଦେଲା। ସେ ଶାଢ଼ୀର ବାସ୍ନା ବି ଖୁବ୍ ନିଆରା ନିଆରା ଲାଗୁଥିଲା ମୋତେ। ମୋତେ ବି ବହୁତ କିଛି ପ୍ରଶ୍ନ ସିଏ କଲା ମୋ ମାମୁଙ୍କ ବିଷୟରେ। ଶେଷରେ ମୋତେ କହିଲା, ତୋ ମାମୁଁଙ୍କୁ କହିବୁ ମୋତେ ଏଠୁ ଶୀଘ୍ର ନେଇଯିବେ ତ ମାଇଁ କରି। ମୁଁ ବି ଖୁସି ହେଇ ହଁ ମାରିଦେଲି। ମୋ ହଁ ଶବ୍ଦଟା ତାକୁ ବହୁତ ଆନନ୍ଦ ଦେଲା କି କ'ଣ ମୁଁ ତ ଜାଣିନି, କିନ୍ତୁ ତା ଛାତିରେ ଚାପି ନେଇ ମୋ କପାଳରେ ଏକ ସ୍ନେହଭରା ଚୁମ୍ବନ ଆଙ୍କିଦେଲା ସିଏ। ମୁଁ ବି ଅନୁଭବ କରୁଥିଲି ମାତୃତୁଲ୍ୟ ଆନନ୍ଦତା ତା ଛାତି ଆଉ ରେଶମୀ ଶାଢ଼ୀର ବାସ୍ନାରେ। ଏପଟେ ମୋତେ ଡାକ ଶୁଭିଲା, ଆରେ ଆମେ ବାହାରିଲୁଣି ପରା, ଆସୁନୁ ଯିବା। ଅପଲକ ଅପେକ୍ଷାରତ ଆଉ ବହୁ ଆଶାକୁ ପାଥେୟ କରି ଚାହିଁ ରହିଥିଲା ଆମ ଫେରିଯିବାକୁ। ମୁଁ ବି ଆଶା ବାନ୍ଧି ନେଇଥିଲି ତାକୁ ନେଇ ମୋ ମାଇଁ ରୂପେ। କିଛିଦିନ ପରେ ମୁଁ ଆଈକୁ ଅବଶ୍ୟ ପଚାରିଥିଲି, ଲୋ ଆଈ, ସେ ଝିଅଟାକୁ ଆମେ ମାଇଁ କରିକି ଆଣିବାନି କି? କିନ୍ତୁ ଆଈ ସେଦିନ ମୋତେ କିଛି କହିଲାନି। କାରଣ ମାନସ ପଟରେ ମୁଁ ସେହି ରେଶମୀ ଶାଢ଼ୀର ଝିଅଟିକୁ ମୋ ମାଇଁ ବୋଲି ଗ୍ରହଣ କରି ନେଇଥିଲି। ଏ ମାଇଁ ଭିତରେ ମୁଁ ପାଇପାରେ ନା ସେ ରେଶମୀ ଶାଢ଼ୀର ବାସ୍ନା ଆଉ ସେ ରେଶମୀ ଶାଢ଼ୀ ଝିଅର ସ୍ନେହ। ଆଜି ବଡ଼ ହେଲା ପରେ ଭାବୁଛି, ସତରେ କ'ଣ ବିତିଥିବ ସେ ଝିଅ ଉପରେ, ଯେତେବେଳେ ସେ ଶୁଣିଥିବ ଏ ପ୍ରସ୍ତାବରେ ମୋ ମାମୁଁ ଘର ଲୋକ କେହି ରାଜି ନାହାନ୍ତି ବୋଲି। ଝିଅଟି କେତେ ଆଶା ବାନ୍ଧିନିଏ ଯେତେବେଳେ ତାକୁ କେହି ଦେଖିବାକୁ ଆସେ। କିନ୍ତୁ ପ୍ରସ୍ତାବ ଭାଙ୍ଗିଗଲେ ସେ ହେଇଯାଏ ପୁଣି ଏମିତି ଅଜଣା ଅଶୁଣା, ଠିକ୍ ରେଶମୀ ଶାଢ଼ୀର ଝିଅ ଭଳି। ଏବେ ମୋର ସିଟିର 2ୟ ବର୍ଷ ପରୀକ୍ଷା ସରିଗଲା। ଟିକେ ରିଲାକ୍ସ ମିଳିଲା ମୋତେ। 2ଟା ବର୍ଷ ବାପା ଆଉ ମାମୁଙ୍କ ଚାପରେ ପୁରା ଅଣନିଶ୍ୱାସୀ ହେଇଯାଇଥିଲି। ଏଇ ବର୍ଷ ଖରା ଛୁଟି କେବଳ ମୋର, ଆଉ କେହି କିଛି ବି କହିବାକୁ ନାହିଁ। କ'ଣ ଫଳ ଆସିବ ମା ଗଙ୍ଗେଇ ବି ଜାଣନ୍ତି। ହେଲେ ମୋତେ ମୁକ୍ତି ତ ମିଳିଗଲା, ଏଇଟା ହେଉଛି ବଡ଼ କଥା। ମାମୁଁ ଘରକୁ ତ ଆଉ ଯିବାର ନାହିଁ, କାହିଁକି ନା କେମିତି ବି ଯିବି ସେଠିକି ମୁଁ? ଯେଉଁଠି ଟିକେ ସ୍ନେହ ନାହିଁ, ଆଦର ନାହିଁ, ଭଲ ପାଇବା ମିଳେନି, ସେଠିକି ଯାଇ ମୁଁ କରିବି ବି କ'ଣ? ବଡ଼ ମାମୁଁ ତ ମାମୁଁ, କିନ୍ତୁ ଆଈ ଆସିକି ବୁଢ଼ୀ ହେଲାଣି। ସେଇ ଟଙ୍କା ପଇସା ଧନ ସମ୍ପତ୍ତି ହେଇକି ଜୀବନ ଛାଡ଼ି ଯାଉଛି। ଏବେ ଅବଶ୍ୟ ସେ ଘମଣ୍ଡ ଆଉ ନାହିଁ 2-3 ବର୍ଷ ହେଲା, କିନ୍ତୁ ଆଉ ମୋର ଆତ୍ମୀୟତା ବି ଆସେନି ମାମୁଁ ଘର ପ୍ରତି। ବଡ଼ ମାଇଁ ଆସିବା ଦିନଠାରୁ ସେଇ 5-6 ମାସ ଟିକେ ନୂଆ ନୂଆ ଭାରି ଖୁସି, ଭାରି ଭଲ। ବାସ୍ ତାପରେ ତ ଦୀର୍ଘ 5-6 ବର୍ଷ ହେଲା ଖାଲି କଳି ଆଉ ଝଗଡ଼ା। ଶେଷରେ ମାମୁଁ ଆଉ ମାଇଁଙ୍କର ଡିଭୋର୍ସ। ବାପାଙ୍କୁ କହି 7-8 ଦିନ ସିପୁନ ଘରକୁ ଯିବି ବୋଲି ସିଧା ସିଧା କହିଦେଲି। କିନ୍ତୁ ମୋ ବୋଉ କୁନ୍ତୁ କୁନ୍ତୁ ହେଲା। କିନ୍ତୁ ବାପା କହିଲେ, ଯାଉ ଛୁଆଟା, ଏବେ ତ ତାର ବୁଲିବା ବୟସ, ଦୁନିଆ ଦେଖୁ, ଭଲ ମନ୍ଦ ଜାଣୁ। ସିପୁନ ଘର ଆମ ଘରଠାରୁ ପ୍ରାୟ 80 କି 90 କିଲୋମିଟର ହେବ। ସିପୁନ ଏଇ ଆମ ସିଟି ସ୍କୁଲରେ ଆସିକି ରହିକି ପାଠ ପଢ଼େ। ସେ ଅବଶ୍ୟ ଆମ ଘରକୁ ଆସିଛି, ରହିଛି, ଖାଇଛି, ହେଲେ ମୁଁ କେବେ ଯାଇନି ତାଙ୍କ ଘରକୁ। ଏଇଥର ଯିବା ପାଇଁ କହିଥିଲେ, ଭାବିଲି ମୁଁ ବି ଯିବି। ଗୋଟିଏ ବସ୍ ଯାଏ ତାଙ୍କ ସେଇ ଗାଁକୁ। ଅଜସ୍ର ଭିଡ଼, ତଥାପି ଏତେ ମଫସଲ ଏରିଆକୁ ଆଉ କେଉଁ ଉଡ଼ାଜାହାଜ କି ଟ୍ରେନ୍ ଯିବ ସେ କଥା ତ ନୁହେଁ। ଦିନ 9ଟାରେ ବସ୍ ଧରିଲି। 7-8 ଘଣ୍ଟାର ବସ୍। ଆଉ ବସ୍ ଚାଲିଲା, ଆଉ ସେଇ ଯେଉଁ ରାସ୍ତା, ବାପରେ ବାପ, ଶଗଡ଼ ବରଂ ଜଲ୍ଦି ଯାଇକି ପହଞ୍ଚିଯିବ। ତଥାପି ସାଙ୍ଗ ଘରମାନେ ଗୋଟେ ଅଲଗା ମଜା ନା। ସେଥିପାଇଁ ସେଠି ନେଟୱାର୍କ ପାଇବ ନା, କୌଣସି ଫୋନ୍ରେ ଯୋଗାଯୋଗ ବି ହେଇପାରିବ। ତଥାପି ଚାଲିଲି। ଖାଲି ଠିକଣା ଦେଇ କହିଥିଲା 9ଟା ବେଳେ କୃଷ୍ଣଚୂଡ଼ା ବସ୍ରେ ଚଢ଼ିଯିବୁ। ଆଉ ସେଇଠି ଯାଇ ପଚାରିବୁ ଯେଉଁଠି ବସ୍ ରହିବ, ମୋ ବାପାଙ୍କ ନାଁଟା ମଙ୍ଗରାଜ ପଣ୍ଡା। ଘର ପଚାରିଦେବୁ, ସମସ୍ତେ କହିଦେବେ। ଗାଁ ନାଁ ନୀଳକଣ୍ଠପୁର, ବାସ୍ ସେତିକି। ଆଉ ଏଇ ଠିକଣା ମୋ ପାଇଁ ଥିଲା ଯଥେଷ୍ଟ।
ଆଉ ମୁଁ ଯାଇ ପହଞ୍ଚିଗଲି ସିପୁନ ଘରେ। ଯଦି କାହାଣୀଟି ଆପଣଙ୍କୁ ଭଲ ଲାଗୁଥିବ ତାହେଲେ ସେକେଣ୍ଡ ପାର୍ଟ ପାଇଁ ନିଶ୍ଚିତ ଭାବରେ କମେଣ୍ଟରେ କହିବେ ଏବଂ ଯଦି ମୋ ଚ୍ୟାନେଲକୁ ନୂଆ ଆସିଥିବେ ତାହେଲେ ସବସ୍କ୍ରାଇବ୍ ମଧ୍ୟ କରିନେବେ। ରହୁଛି, ଜୟ ଜଗନ୍ନାଥ।